ରବିବାର ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ କୋଦଳା ଲକ୍ଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟ ପରିସରଠାରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଆଜିର କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଶ୍ରୀଯୁକ୍ତ ବିନୋଦ କୁମାର ମିଶ୍ର ପୌରୋହିତ୍ୟ କରିଥିବା ବେଳେ ଯୋଗ ପ୍ରଶିକ୍ଷିକା ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ କୋଦଳା ଶାଖା ତଥା ଗଞ୍ଜାମର ବରିଷ୍ଠ ରାଜଯୋଗ ଶିକ୍ଷୟିତ୍ରୀ ବ୍ରହ୍ମକୁମାରୀ ବି.କେ. ସୁମିତ୍ରା ନିଜ ଅନୁଷ୍ଠାନ ସଦସ୍ୟଙ୍କ ସହ ଯୋଗଦେଇ ଉପସ୍ଥିତ ଛାତ୍ରଛାତ୍ରୀ ଅଧ୍ୟାପକ ଅଧ୍ୟାପିକା ଏବଂ ଅଣକର୍ମଚାରୀମାନଙ୍କୁ ପ୍ରାର୍ଥନା ଯୋଗ ପ୍ରାଣାୟାମ ଧ୍ୟାନ ଶାନ୍ତି ମନ୍ତ୍ର ଆଦି ଅଭ୍ୟାସ କରାଇବା ପରେ ଏକ ଶପଥପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆଜିର କାର୍ଯ୍ୟକ୍ରମ ଫିଟ୍ ଓଡ଼ିଶା ମିଶନ, ଜାତୀୟ ସେବା ଯୋଜନା, ଯୁବ ରେଡ୍କ୍ରସ, ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଓ ଆମ ଗୌରବ ଆମ କଲେଜର ସହଯୋଗରେ ଅନୁଷ୍ଠିତ ହୋଇଥିବା ବେଳେ ବହୁ ଛାତ୍ରଛାତ୍ରୀ ଆଜିର ଦିବସରେ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ। ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ାରୁ ସୂର୍ଯ୍ୟନାରାୟଣ ବଡ଼ୁଙ୍କ ରିପୋର୍ଟ।